ସାଙ୍ଗମାନେ ଆଜି ଅଣ୍ଡା ଆଉ ବନ୍ଧାକୋବି ଆଉ ଅଣ୍ଡାର ଗୋଟେ ରେସିପି ବନେଇବି ହେଲା ତୁମମାନଙ୍କୁ ସେୟାର କରିବି। ବନ୍ଧାକୋବିଟାକୁ ଏମିତି ସରୁ ସରୁ କରି କାଟିକି ସିଝେଇ ଦେବେ। ମାନେ ବନ୍ଧାକୋବି ମୋର ସିଝି ଯାଇଛି। ମୁଁ ଆ ଦେହରେ ତିନୋଟି ଅଣ୍ଡା ଆଉ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ଲୁଣ, ସ୍ୱାଦ ଅନୁସାରେ ଲୁଣ ଦେଇକି ମୁଁ ଆକୁ ଭଲସେ ଫେଣ୍ଟେଇ ଦେବି। ଆଉ ତା ପାଇଁ ସାମଗ୍ରୀ ସବୁ ମସଲା କାଟି ନେଇଛି। ଟମାଟର 2ଟା ମିଡ଼ିୟମ୍ ସାଇଜ୍ର ଟମାଟର, ଅଦା ରସୁଣ ପେଷ୍ଟ, ପିଆଜ 2ଟା ମିଡ଼ିୟମ୍ ସାଇଜ୍ର ପିଆଜ, ଗୋଟେ ଆଳୁ, 2ଟା କଞ୍ଚା ଲଙ୍କା ଆଉ ଧନିଆ ପତ୍ର। ମୁଁ ସେଇ ଫେଣ୍ଟା ଅଣ୍ଡାକୁ ଗୋଟେ ବାଟିରେ ତେଲ ଲଗେଇକି ତା ଦେହରେ ଦେଇକି ଗରମ ପାଣି ଏଠି ବସାଇ ଦେଇଥିଲି। ତ ଗରମ ପାଣି ଫୁଟିଲାଣି, ତା ଦେହରେ ଦେଇକି ଭଲସେ ଢାଙ୍କା ମାରିଦେବି। ତ ସେ ଯେମିତି ବାମ୍ଫିକି ତା ଦେହରେ ସିଝିଯିବ ଜିନିଷଟା। ଅଣ୍ଡା ଆଉ ଏମିତି ପିସ୍ ପିସ୍ କରିକି କାଟି ନେଇଛି। ତାପରେ ଏମିତି କଢ଼ାରେ ତେଲରେ ପିସ୍ ପିସ୍ କରି ଭାଜି ବି ନେବି। ପିସ୍ ବନ୍ଧାକୋବି ଆଉ ଅଣ୍ଡାକୁ ଭଲସେ ମୁଁ ଭାଜି ନେଇଛି। ଭାଜି ନେଲା ପରେ ଏଠି କଢ଼ାରେ ତେଲ ଦେଇଛି, ତେଲ ଗରମ ହେଇଗଲାଣି। ସବୁ ଗୋଟେ ଗୋଟେ କରିକି ମସଲା ସବୁ ଦେଇଦେବି ଗ୍ରେଭି ବନେଇବା ପାଇଁ। ସେ ପିସ୍ ପିସ୍ କରିକି କାଟିଥିଲି ଆଉ ମସଲା ଗ୍ରେଭି ବନେଇକି ତା ଦେହରେ ଦେଇଛି। ଦେଇକି ତାକୁ ହାଲକା କରିକି ତାକୁ କଷିଦେବି। ମସଲା ସହିତ ମିଶାଇଦେବି। ମିଶାଇ ଦେଲା ପରେ ପାଣି ମୁଁ ସେପଟେ ଫୁଟେଇବାକୁ ଦେଇଛି। ପାଣି ଫୁଟିଗଲେ ଗରମ ପାଣି ହିଁ ଦେବି ୟା ଦେହରେ। ସାଙ୍ଗମାନେ ଲାଷ୍ଟରେ ମୁଁ ଗ୍ରେଟ୍ କରିଥିବା ଧନିଆ ପତ୍ରକୁ ଦେଇଛି। ଇଏ ଫାଇନାଲ୍ ଲୁକ୍ ଆସିଗଲା। କିନ୍ତୁ ହଁ, ଗ୍ରେଭି ଆପଣଙ୍କ ମର୍ଜି, ଆପଣ କେତେ ରଖିବେ ସେଇଟା ଦେଖିନେବେ। ଆଉ ଆମେ ଯେହେତୁ ପରଟା ସହିତ ଖାଇବା, ମୁଁ ସେଥିପାଇଁ ଅଳ୍ପ ଗ୍ରେଭି ରଖିଛି, ବେଶୀ ରଖିନାହିଁ। ଆଉ ଏହାକୁ ଭାତ ସହିତ ବି ଖାଇପାରିବେ, ନାଇଁ ଯେ ଖାଲି ରୁଟି ଆଉ ପରଟା ସହିତ ଖାଇପାରିବେ, ଭାତ ସହିତ ବି ଖାଇପାରିବେ। ଟାଟା। ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିତ ଜଣାଇବେ।